ଆରେ ଟିକେ ଶୁଣିବ କି? ଆରେ ଏ ଯୁବତୀ ମାନେ ଆରେ ଟିକେ ଶୁଣିବ କି? ଆରେ ଏ ଯୁବତୀ ମାନେ ଆରେ ମୁଁ ତୁମ ମାନଙ୍କୁ ପଚାରୁଛି। କଣ ଆମକୁ ଡାକୁଛ? ହଁ ତୁମ ମାନଙ୍କୁ ଡାକୁଥିଲି କାହିଁକି ନା କିଛି ସମୟ ପୂର୍ବରୁ ମୁଁ କିଛି ଫଳ ସଂଗ୍ରହ କରିକି ଏ ବୃକ୍ଷ ମୂଳେ ରଖିଦେଇଥିଲି, ହେଲେ ମୋତେ ଟିକେ ଛାଇ ନିଦ ଲାଗିଯାଇଥିବାରୁ ମୁଁ ଟିକେ ନିଦରେ ଶୋଇ ପଡ଼ିଥିଲି। କଣ ରଖିଥିଲ? ହେଲେ ମୁଁ ଉଠିକି ଦେଖିଲେ ବେଳକୁ ସେ ଗଛ ମୂଳରେ ମୁଁ ରଖିଥିବା ଫଳ ସବୁ ଶୂନ୍ୟ ହେଇଯାଇଛି। ତୁମେମାନେ କେତେ ସମୟ ଆସିଲଣି? ଦୟାକରି ମୋ ଫଳ ସବୁ କିଏ ନେଇଯାଇଛନ୍ତି ଆପଣମାନେ ଜାଣିଛନ୍ତି କି? କଣ ତୁମ ଫଳମୂଳ? ହଁ ମୋ ଫଳମୂଳ ସେଇଠି ରଖିଥିଲି। ଜାଣିଛନ୍ତି ଆପଣମାନେ? ଏବିର ଆଲେ ପୁଅ ତୁମେମାନେ ଜାଣିଛ ଏବିର କଣ ହେଲା? ତମ ଫଳମୂଳ ନା ମୋ ଫଳମୂଳ ନା? ଆମ ବାଉ ଆମେ ଖାଇ ଦେଇଛୁ। କଣ ହେଲା? ଆରେ କେତେ କଷ୍ଟରେ ମୁଁ ଫଳ ସଂଗ୍ରହ କରିକି ସେଇଠି ରଖିଥିଲି, ଆଉ ତୁମେ ଏତେ ସହଜରେ କହୁଛ ସେଇ ଫଳ ସବୁ ତୁମ ଅପା ଆଉ ତମେ ସବୁ ମିଶିକି ଖାଇଦେଇଛ? ଠିକ ଅଛି, ତୁମ ସାଙ୍ଗରେ ଆଉ ଜଣେ ଅଛନ୍ତି ଅପା। ଆଚ୍ଛା ଦେଖେ ତମ ଅପାକୁ ଟିକେ ଡାକିଲ, କେମିତି ତୁମ ଅପା ଦେଖିବା ପାଇଁ ମୋ ବିନା ଅନୁମତିରେ କେମିତି ଫଳ ସବୁ ଖାଇଦେଇଛନ୍ତି। ଆରେ ଡାକ। ଏପା ଆପଲା ଏପା ଆରେ କଣ ହେଲା ଏମିତି ଚିତ୍କାର କରି ରଡି ଛାଡୁଛ କଣ ପାଇଲ? ସେ ବୀର ଗାଲି ଦଉଛନ୍ତି ଲୋ। ହଉ ବିରା, ତୁମ ପଛପଟରେ ଅଛନ୍ତି ମା। ଆରେ କଣ ପାଇଁ ଗାଲି କରୁଛନ୍ତି? ତମେ କଣ କିଛି ଭୁଲ କରିଛ? ଏପା ଯୋଉ ଫଳମୂଳ ଖାଇଲୁ ନା ଫଳ? ସେଥିପାଇଁ ଲୋ। ଆମେ ଫଳ ଖାଇଛେ ବୋଲି ସେ ଗାଲି କରୁଛନ୍ତି? ଆରେ ସାଙ୍ଗ ହଁ ଏ ଅରଣ୍ୟରେ କଣ ତାଙ୍କରି? ଆମେ ତ ଅରଣ୍ୟରେ ଫଳ ଖାଇଛେ, ହେଲେ ସେ ଗାଲି କରୁଛନ୍ତି କଣ ପାଇଁ? ଏପା ସାଙ୍ଗ আমি অরণ্য বনের ফলমূল বহুত খোঁজিলি লো, গোটিଏ ବି ଫଳମୂଳ ମିଳିଲା ନାହିଁ। ସେଥିପାଇଁ ସେ ବୀର ସଂଗ୍ରହ କରି ରଖିଥିଲେ। ଆଚ୍ଛା ସେ ଫଳମୂଳକୁ ଆମେ ଚୋରି କରିକି ଖାଇ ଦେଇଛୁ। କଣ ହେଲା? ତମେ ସମସ୍ତେ ତାଙ୍କ ଫଳ ଚୋରି କରିଛ? ହଁ ଆରେ ସାଙ୍ଗ ହ୍ୟାଲୋ ଏ କଥା ତମେ ଜମାରୁ ଠିକ କଲନି। ଏବେ ସେ କଣ ଭାବିବି କହିଲ? ଇଏ ପା କଣ କରିବା ଲୋ, ଆମେ ତ ଭୁଲ କରିଦେଇଛି। ଆରେ ହଁ ଏନେ ମତେ ହିଁ ବୁଝିବାକୁ ପଡିବ। ସବୁବେଳେ ତମେ ମାନେ ଠିକ ସେଇଆ କରିବ। ଠିକ ଅଛି, ମୁଁ ତାଙ୍କ ସହିତ କଥା ହେଉଛି ହେଲା। ଠିକ ଅଛି ଲୋ। ଟିକେ ଶୁଣିବି। ଓ ତାମାନେ ଆପଣ ହେଉଛନ୍ତି ସେ ଚାରିଜଣ ଝିଅଙ୍କର ଅପା? ଆରେ ହଁ, ତାମାନେ ମୁଁ ଫଳ ସଂଗ୍ରହ କରିକି ଏଠି ରଖିଥିଲି, ସେଇ ଫଳ ସବୁ ତମେ ଖାଇଦେଇଛ ନା? ଦେଖ ସେ ଫଳ ତମେ ସଂଗ୍ରହ କରିଛ ବୋଲି ମୋ ସାଙ୍ଗମାନେ ଜମାରୁ ଜାଣିନଥିଲେ, ତେଣୁକରି ଅଜାଣତରେ ଫଳ ସବୁ ନେଇକି ଆମେ ଖାଇଦେଇଛୁ। ଆଚ୍ଛା, ତେଣୁକରି ମୁଁ ତମରି ଆଗରେ କ୍ଷମା ମାଗି ନେଉଛି। ଆରେ ମୁଁ ସେ କ୍ଷମା କ୍ଷମା କିଛି ବି ଜାଣିନି। ମାନେ ଦେଖ ତୁମେ ଭାବୁଛ କଣ ହାତ ଯୋଡ଼ି ଦେଲେ ମୁଁ ଛାଡ଼ିଦେବି ବୋଲିକି? ଆଉ ତାହେଲେ କାହିଁକି ନା ମୁଁ କେତେ କଷ୍ଟରେ ଫଳ ସଂଗ୍ରହ କରିକି ଏଠି ରଖିଥିଲି, ଆଉ ସେ ଫଳ ସମସ୍ତେ ଖାଇଦେଇଛ, ଆଉ ଅତି ସହଜରେ ହାତ ଯୋଡ଼ି କହିଦଉଛ ଆମର ଭୁଲ ହେଇଯାଇଛି। ଦେଖ ମାନୁଛି ଆମର ଭୁଲ ହେଇଯାଇଛି, କହିଲି ତ ନ ଜାଣିକି ତମ ଫଳ ନେଇକି ଆମେ ଖାଇଦେଇଛେ, ତେଣୁକରି ଆମକୁ କ୍ଷମା କରିଦେଇ ପାରିବନି? ଜମାରେ ବି କ୍ଷମା କରିଦେଇ ପାରିବିନି। ଦେଖ ଏ ଅରଣ୍ୟରେ ବହୁତ ଫଳ ଗଛ ଅଛି, ସେଥିରୁ କିଛି ଫଳ ସଂଗ୍ରହ କରି ତମେ ନେଇଯାଅ। ଅସୁବିଧା କଣ ଅଛି କହିଲ? ଅସୁବିଧା କଣ ଅଛି? ଆରେ ଉଦ୍ୟାନରେ ଅନେକ ଫଳ ସବୁ ଅଛି, ତମେ ବି ତ ସେ ଫଳ ସବୁ ସଂଗ୍ରହ କରିକି ଖାଇ ପାରିଥାନ୍ତ। ଆମେ ସବୁ ଝିଅ ପିଲା ଗଛ ଚଢି ପାରିବୁ ନା କଣ? ତେଣୁକରି ଗଛ ଚଢି ନ ପାରି ତମ ସଂଗ୍ରହ କରିଥିବା ଫଳ ଆମେ ଖାଇଦେଇଛେ, କହିଲି ତ କ୍ଷମା କରିଦେ ବୋଲି ହାତ ତ ଯୋଡ଼ିଛି, ଆଉ କଣ କରିବି କହିଲ? କିଛି ଚଳିବନି। ମାନେ ମୁଁ ଯେମିତି ଫଳ ସଂଗ୍ରହ କରିକି ଏଇଠି ରଖିଥିଲି, ଠିକ ସେମିତି ତମେ ମାନେ ମଧ୍ୟ ମତେ ଫଳ ସଂଗ୍ରହ କରିକି ସାଙ୍ଗେ ସାଙ୍ଗେ ଦେବାକୁ ପଡିବ। କଣ ହେଲା? ମୁଁ ଫଳ ସଂଗ୍ରହ କରିବି ତମ ପାଇଁ? ତମେ ଫଳ ଖାଇଛ, ତମେ ସଂଗ୍ରହ କରିକି ନ ଦେବ ଆଉ କିଏ ସଂଗ୍ରହ କରିକି ଦେବ? ନା ନା, ମୁଁ ଜମାରୁ ସଂଗ୍ରହ କରିପାରିବିନି ଫଳ। ଆଚ୍ଛା, ତାମାନେ ଠିକ
ତୁମ ବୋଲି ଅନ୍ୟର ଫଳ ଚୋରି କରିଥିବା ଝିଅମାନଙ୍କୁ କଣ କୁହାଯାଏ ଜାଣିଛ? ଫଳ ଚୋରଣୀ। ଦେଖ ତମ ଫଳ ମୁଁ ଚୋରି କରିନି ଜମାରୁ ତମେ ମତେ ଚୋରଣୀ କହନି ମତେ ବହୁତ ଖରାପ ଲାଗୁଛି ହେଲା। ଆଚ୍ଛା ତାମାନେ ସତ କଥାଟା କହିଦେଲା ବେଳକୁ ବାଧି ଯାଉଛି। ତମେ ଯଦି ସେମିତି ମୋ ଫଳ ସଂଗ୍ରହ କରିନଥିବ ତାହେଲେ ଥରେ ନୁହଁ ଅନେକ ଥର କହି ଚାଲିବି ଫଳ ଚୋରଣୀ। କାଇଁ ଗୋଟେ କଥାକୁ ବାରମ୍ବାର କହି ଚାଲିଛ କହିଲ? କହିଲି ତ ତମ ଫଳ ମୁଁ ଚୋରି କରିନି ହଁ। ସାମାନ୍ୟ ଫଳ ଖାଇ ଦେଇଛି ବୋଲି ମତେ ଫଳ ଚୋରି କହିବ? ସାମାନ୍ୟ ଫଳ ଆଉ ନୁହେଁ ତ କଣ? ସେ ଫଳ କେତେ ବର୍ଷରେ ମୁଁ ସାହାଯ୍ୟ କରିଛି ଜାଣିଛ? କଣ ପାଇଁ? ଆଉ ସେ ଫଳ କୋଉ କାର୍ଯ୍ୟରେ ଲାଗିଥାନ୍ତା ଜାଣିଛ? ଆରେ କୋଉ କାର୍ଯ୍ୟରେ? ସେଇ ଫଳ ମୁଁ ସଂଗ୍ରହ କରିକି ନେଇ ମୋ ପିତାଙ୍କ ପାଖକୁ ଯାଇଥିଲି। ମୋ ପିତା ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ପୂଜା ଅର୍ଚ୍ଚନା କରିଥାନ୍ତେ। ଆଉ ସେଇ ଫଳ ସବୁ ଅତି ସହଜରେ ଖାଇଦେଇଛ। ତାମାନେ ସେ ଫଳ ପୂଜାରେ ଲାଗିଥାନ୍ତା? ହଁ ହେଲା ମାନୁଛି ପୁଣି ତମକୁ ହାତ ଯୋଡୁଛି ଜମାରୁ ସେମିତି କହନି କୋଉଠି ଗଛ ଚଢି କିଛି ଫଳ ନେଇକି ଆସନା। ଝମର ମୁଁ ସେଇ କାମ କରିବିନି। କେତେ କଷ୍ଟରେ ମୁଁ ଫଳ ସଂଗ୍ରହ କରିଥିଲି ଦେଖ। ମୁଁ ତୁମକୁ ଶେଷ ଥର ପାଇଁ ଜଣାଇ ଦେଉଛି ମୁଁ ଏଇଠି କିଛି ସମୟ ଅପେକ୍ଷା କରି ରହୁଛି। ମୁଁ ଯେମିତି ଫଳ ସଂଗ୍ରହ କରିକି ଏଇଠି ରଖିଥିଲି ଠିକ ସେମିତି ତମେ ମଧ୍ୟ ମତେ ଫଳ ସଂଗ୍ରହ କରିକି ଦେବାକୁ ପଡିବ। ଆଚ୍ଛା ହଁ ଆଉ ଯଦି ସେ ନଦୀ ତାହେଲେ ସେଇ କଥା କହିବି ଫଳ ଚୋରଣୀ। ତମ ଫଳ ମୁଁ ଚୋରି କରିନି ହେଲା ମୁଁ ସାଙ୍ଗମାନେ ଚୋରି କରିକି ଆଣିଥିଲି। ଆଉ ସାମାନ୍ୟ ଫଳ ପାଇଁ କେତେ କଥା ନ କହୁଛ କହିଲେ ନା ସରେ। ଯଦି ସାମାନ୍ୟ ଫଳ ତୁମ ପାଇଁ ସହଜ ହେଉଛି କାହିଁ ବିଳମ୍ବ କରୁଛ? ଯାଉନ ସେ ଗଛ ଚଢିକି ମୋ ପାଇଁ ଫଳ ସଂଗ୍ରହ କରିକି ଦିଅ। ଆରେ ହଁ ନିଶ୍ଚୟ ତମ ପାଇଁ କିଛି ଫଳ ସଂଗ୍ରହ କରି ନେଇ ଆସିବି ମୁଁ ହେଲା। ନେଇ ଆସିବ। ହେଲେ କହି ରଖୁଛି ତମ ଫଳ ତମେ ପାଇଯିବ ହେଲେ ମତେ ଜମାରେ ଫଳ ଚୋରି କହିବନି। ଆରେ ପ୍ରଥମେ ମତେ ଫଳ ସଂଗ୍ରହ କରିକି ଦିଅ। ନିଶ୍ଚୟ ଯା ଝିଅ ପିଲା ହେଇଛି କଣ ଫଳ ସଂଗ୍ରହ କରିପାରିବୁନି? ନିଶ୍ଚୟ ସଂଗ୍ରହ କରିକି ଆଣିବି। ତାହେଲେ ଯାଉନ। ଯିବି ମ ଯାଅ ଆରେ ଯିବି ଯାଅ ଯିବି ଆରେ ଯାଅ ଆରେ ଯାଉଛି ମ ଯାଉନ। ଚିତ୍କାର କରୁଛ କଣ ପାଇଁ? କଣ କିଛି ହେଇନି କିଲ? ନା ତ ମୋର କିଛି ହେଇନି। ସତ କହୁଛ ମା? ନା କିଛି ହେଇନି। ତମେ ସେ ମୀରା ଉପରେ ପଡିଥିଲ ତା ମାନେ ତୁମକୁ କିଛି
ହେଇଛି ମୋ କିଛି ହେଇଛି ଆରେ ହଁ ଶୁଣିବା ହୁଁ, ମୋର ନା ବହୁତ କିଛି ହେଇଛି କଣ ହେଲା ଜାଣିଛ ତାଙ୍କ ଉପରେ ପଡ଼ିଲା ପରେ ନା କାହିଁକି ଜାଣେ ନା ମତେ ନା ଦେହଟା ଶୀତେଇ ଉଠୁছিল ସତରେ ପା ଆଉ ଜାଣିଛୁ କଣ ହେଇଛି ହଁ, ଏ ଛାତି ସ୍ପନ୍ଦନଟା ବଢି ବଢି ଯାଉଛି ଏ ପା ହଁ ତାମାନେ ତମକୁ ସେ ବୀର ସାଥୀ ଇ, ମତେ ଭାରି ଲାଜ ଲାଗୁଛି ଲୋ ସତରେ ନା ଏ ବୀର କହିବା ବୀରକୁ ଠିକ ଅଛି ତାଙ୍କୁ ଯାଇକି ଥରେ ପଚାର ଏ ବୀର ଏ କଣ ହେଲା କଣ ତୁମକୁ କିଛି ହେଇନି ମା କଣ ହେଲା କଣ ତୁମକୁ କିଛି ହେଇନି ମୋର ହୁଁ, କିଛି ବି ହେଇନି ଏ ହୁଁ ତମେ ଅପା ଉପରେ ପଡ଼ିଥିଲେ ନା ହୁଁ ତାମାନେ ତ ତୁମକୁ ତ କିଛି ହେଇଛି ନାଇଁ ଲୋ ଜମାରୁ ବି କିଛି ହେଇନି ଏ ସତ କୁହ ମିଛ କହିବା ଆଲୋ ଯୁବତୀ ସତ କହୁଛି ମୋର ଜମାରୁ ବି କିଛି ହେଇନି ସତରେ ସତ ଏ ପା ଅପଲ ଆଲେ କଣ ହେଲା ସେ ବୀର ତ କହୁଛନ୍ତି କିଛି ହେଇନି ସତେ ହଁ ଠିକ ଅଛି ତାହେଲେ ମୁଁ ତ ଫଳ ସଂଗ୍ରହ କରିପାରିନି ତେଣୁକରି ତାଙ୍କୁ ଟିକେ ବୁଝେଇ ଦଉଛି ଠିକ ଅଛି ନା ଠିକ ଅଛି କଣ ଡାକିବି କେମିତି କହିବି ଟିକେ ଶୁଣନ୍ତୁ କଣ କହିବା ପାଇଁ ଯାଉଛ ଦେଖ ହୁଁ ମୁଁ ଫଳ ସଂଗ୍ରହ କରିବା ପାଇଁ ଅନେକ ଚେଷ୍ଟା କରିଛି ହଁ ତ ହେଲେ ମୁଁ ଜମାରୁ ଗୋଟାଏ ବି ଫଳ ତୋଳି ପାରିନି ହଁ ତେଣୁକରି ଦୟାକର ମତେ ମତେ କ୍ଷମା କରିଦିଅ ଆରେ ନାଇଁ ନାଇଁ ସେମିତି ମତେ ହାତ ଯୋଡ଼ିବାର କିଛି ବି ଆବଶ୍ୟକ ନାହିଁ ଦେଖ ତମେ ଝିଅ ପିଲା ହେଇକି ଶତ ଚେଷ୍ଟା କରିଛ ହେଲେ ଚେଷ୍ଟା କଲା ବେଳକୁ ବିଫଳ ହେଇ ପଡ଼ିଛ ହଁ ଏଥିରେ ମୁଁ ତୁମକୁ ଜମାରୁ ବି ହଇରାଣ କରିବା ପାଇଁ ଚାହୁଁନି ସତେ ମୁଁ ସମ୍ପୂର୍ଣ୍ଣ ଭାବରେ ତୁମକୁ କ୍ଷମା କରିଦେଇଛି ଆଚ୍ଛା ହଁ ତମେ ବହୁତ ଭଲ ଆରେ ମୁଁ ନିଶ୍ଚିନ୍ତ ଭାବରେ ମୁଁ ସମୟରେ ମଧ୍ୟ ଫଳ